ବ୍ୟକ୍ତିବିଶେଷଙ୍କ ପାଇଁ ସାଧାରଣ ରାଶିଫଳ ଏଠାରେ ଦିଆଗଲା। ଏହି ରାଶିର ଅଧିପତି ହେଉଛନ୍ତି ଶନିଦେବ। 1. କ୍ୟାରିୟର ଓ ବ୍ୟବସାୟ। କ୍ୟାରିୟର ବିଜନେସ୍। ଚାକିରି କର୍ମକ୍ଷେତ୍ରରେ ଆପଣଙ୍କ ପରିଶ୍ରମର ଭଲ ଫଳ ମିଳିବ। ଶନିଙ୍କ ଶୁଭ ଦୃଷ୍ଟି ଯୋଗୁଁ ଦାୟିତ୍ୱ ବଢ଼ିପାରେ ଏବଂ ପଦୋନ୍ନତି ପ୍ରମୋଶନର ଯୋଗ ରହିଛି। ସହକର୍ମୀମାନଙ୍କ ସହଯୋଗ ମିଳିବ। ବ୍ୟବସାୟ ବ୍ୟବସାୟରେ ନୂଆ ନିବେଶ ପାଇଁ ସମୟ ଅନୁକୂଳ। ଯଦି ଆପଣ କୌଣସିରେ କାମ କରୁଛନ୍ତି ତେବେ କଥାବାର୍ତ୍ତା ସ୍ପଷ୍ଟ ରଖନ୍ତୁ। ଆଇଟି ମେକାନିକାଲ କିମ୍ବା ଲୁହା ବ୍ୟବସାୟ ସହ ଜଡ଼ିତ ଲୋକଙ୍କୁ ଅଧିକ ଲାଭ ମିଳିବ। 2. ଆର୍ଥିକ ସ୍ଥିତି ଫାଇନାନ୍ସ। ଆର୍ଥିକ ଦୃଷ୍ଟିକୋଣରୁ ସମୟ ମଧ୍ୟମ ଧରଣର ରହିବ। ଆୟର ନୂଆ ଉତ୍ସ ସୃଷ୍ଟି ହେବ, କିନ୍ତୁ ଅଯଥା ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖିବା ଜରୁରୀ। ପୁରୁଣା ଋଣ ପରିଶୋଧ କରିବାରେ ସଫଳ ହେବେ। କାହାକୁ ବଡ଼ ଅଙ୍କର ଟଙ୍କା ଧାର ଦେବା ପୂର୍ବରୁ ଚିନ୍ତା କରନ୍ତୁ। 3. ସ୍ୱାସ୍ଥ୍ୟ ହେଲ୍ଥ। ସ୍ୱାସ୍ଥ୍ୟ ପ୍ରତି ଟିକେ ସଚେତନ ରହିବାକୁ ହେବ। ବିଶେଷକରି ଗୋଡ଼, ଆଣ୍ଠୁ କିମ୍ବା ପେଟଜନିତ ସମସ୍ୟା ଦେଖାଦେଇପାରେ। ମାନସିକ ଚାପରୁ ଦୂରେଇ ରହିବା ପାଇଁ ନିୟମିତ ଯୋଗ ଏବଂ ପ୍ରାଣାୟାମ କରନ୍ତୁ। ଗାଡ଼ି ଚଲାଇବା ସମୟରେ ସତର୍କ ରୁହନ୍ତୁ। 4. ପରିବାର ଓ ପ୍ରେମ ଜୀବନ ଫ୍ୟାମିଲି ଲଭ୍ ଲାଇଫ୍। ପରିବାର ପାରିବାରିକ ଜୀବନ ସୁଖମୟ ରହିବ। ବାପାମାଙ୍କ ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। ଭାଇଭଉଣୀଙ୍କ ସହ ସମ୍ପର୍କର ମଧୁର ହେବ। ପ୍ରେମ ଜୀବନ ସାଥୀଙ୍କ ସହ କୌଣସି କଥାକୁ ନେଇ ମନମାଳିନ୍ୟ ହୋଇପାରେ, ତେଣୁ ନିଜ ବାଣୀ ଉପରେ ସଂଯମତା ରଖନ୍ତୁ। ବିବାହିତ ଲୋକଙ୍କ ଜୀବନରେ ସମନ୍ୱୟ ରହିବ। ଶୁଭ ରଙ୍ଗ ନୀଳ ବ୍ଲୁ ଏବଂ କଳା ବ୍ଲାକ୍। ଶୁଭ ଅଙ୍କ 8 ପ୍ରତିକାର। ପ୍ରତି ଶନିବାର ଦିନ ହନୁମାନ ଚାଳିଶା ପାଠ କରନ୍ତୁ ଏବଂ କୌଣସି ଗରିବ ଲୋକଙ୍କୁ ସାହାଯ୍ୟ କରନ୍ତୁ। ବ୍ୟକ୍ତିବିଶେଷଙ୍କ ପାଇଁ ଶନିଙ୍କ 7.5ର ପ୍ରଭାବ ଏବଂ ଏଥିରୁ ରକ୍ଷା ପାଇବାର ସହଜ ପ୍ରତିକାର ବିଷୟରେ ନିମ୍ନରେ ବିସ୍ତୃତ ଭାବେ ଆଲୋଚନା କରାଗଲା। କୁମ୍ଭ ରାଶିର ନିଜ ଅଧିପତି ହେଉଛନ୍ତି ଶନିଦେବ, ତେଣୁ ଏହି ରାଶି ଉପରେ 7.5ର ପ୍ରଭାବ ଅନ୍ୟ ରାଶି ତୁଳନାରେ କମ୍ କଷ୍ଟଦାୟକ ହୋଇଥାଏ, କାରଣ ଶନିଦେବ ନିଜ ରାଶିର ଲୋକଙ୍କୁ ସହଜରେ କ୍ଷତି ପହଞ୍ଚାନ୍ତି ନାହିଁ। ବର୍ତ୍ତମାନ 2026 ମସିହାରେ କୁମ୍ଭ ରାଶି ପାଇଁ 7.5ର ଶେଷ ପର୍ଯ୍ୟାୟ ବା ତୃତୀୟ ଚରଣ ଚାଲୁଅଛି, ଯାହାକି ଆପଣଙ୍କୁ ଧୀରେ ଧୀରେ ସମସ୍ୟାରୁ ମୁକ୍ତି ଦେବ। 1. 7.5ର ପ୍ରଭାବ ଏଫେକ୍ଟସ୍ ଅଫ୍ 7.5। ମାନସିକ ଚାପ ଓ ପରିଶ୍ରମ କାମରେ କିଛିଟା ବିଳମ୍ବ ଦେଖାଦେଇପାରେ। ଆପଣଙ୍କୁ ସଫଳତା ପାଇଁ ଅଧିକ ପରିଶ୍ରମ କରିବାକୁ ପଡ଼ିବ, ଯାହାଦ୍ୱାରା ମାନସିକ କ୍ଳାନ୍ତି ଆସିପାରେ। ଆର୍ଥିକ ସ୍ଥିତି ଖର୍ଚ୍ଚ ହଠାତ୍ ବଢ଼ିଯାଇପାରେ। ନୂଆ ନିବେଶ କିମ୍ବା ବଡ଼ ଆର୍ଥିକ କାରବାର କରିବା ସମୟରେ ସତର୍କ ରହିବା ଉଚିତ। ସ୍ୱାସ୍ଥ୍ୟ ସମସ୍ୟା ଗୋଡ଼, ଆଣ୍ଠୁ, ଗଣ୍ଠି ଯନ୍ତ୍ରଣା କିମ୍ବା ଶରୀରରେ ଆଳସ୍ୟ ଦେଖାଦେଇପାରେ। ସକାରାତ୍ମକ ପ୍ରଭାବ ଶନିଦେବ ଆପଣଙ୍କୁ ଧୈର୍ଯ୍ୟବାନ ଏବଂ ପରିଶ୍ରମୀ କରିବେ। ପୁରୁଣା ସମସ୍ୟାର ସମାଧାନ ହେବ ଏବଂ କ୍ୟାରିୟରରେ ନୂଆ ଶିକ୍ଷା ମିଳିବ। 2. ସହଜ ପ୍ରତିକାର ଇଜି ରେମେଡିଜ୍। ଶନିଦେବଙ୍କୁ ପ୍ରସନ୍ନ କରିବା ଏବଂ 7.5ର କୁପ୍ରଭାବକୁ କମ୍ କରିବା ପାଇଁ ଆପଣ ଏହି ସହଜ ଉପାୟଗୁଡ଼ିକ କରିପାରିବେ। ହନୁମାନ ଚାଳିଶା ପାଠ ପ୍ରତିଦିନ କିମ୍ବା ବିଶେଷ କରି ମଙ୍ଗଳବାର ଏବଂ ଶନିବାର ଦିନ ହନୁମାନ ଚାଳିଶା ପାଠ କରନ୍ତୁ। ଯେଉଁଠି ହନୁମାନଙ୍କ ପୂଜା ହୁଏ ସେଠାରେ ଶନିଦେବ କେବେ ପ୍ରତିକୂଳ ପ୍ରଭାବ ପକାନ୍ତି ନାହିଁ। ଶନିବାର ଦୀପଦାନ ଶନିବାର ସନ୍ଧ୍ୟାରେ କୌଣସି ଶନି ମନ୍ଦିର କିମ୍ବା ଅଶ୍ୱତ୍ଥ, ବର ଓସ୍ତ ଗଛ ମୂଳେ ରାଶି ତେଲ, ସେସାମେ ଅଏଲ୍ କିମ୍ବା ସୋରିଷ ତେଲର ଦୀପଟିଏ ଜାଳନ୍ତୁ। ଅସହାୟ ଲୋକଙ୍କୁ ସାହାଯ୍ୟ ଶନିଦେବ ହେଉଛନ୍ତି ନ୍ୟାୟର ଦେବତା। ସେ ଗରିବ, ଶ୍ରମିକ ଏବଂ ଅସହାୟ ଲୋକଙ୍କ ସେବା କଲେ ଶୀଘ୍ର ପ୍ରସନ୍ନ ହୁଅନ୍ତି। କାହାକୁ ଆଘାତ ଦିଅନ୍ତୁ ନାହିଁ ଏବଂ ଯଥାସମ୍ଭବ ସାହାଯ୍ୟ କରନ୍ତୁ। ବ୍ୟକ୍ତିବିଶେଷଙ୍କ ପାଇଁ କ୍ୟାରିୟର ଏବଂ ଚାକିରିର ସଫଳତା ସହିତ ଶନିଦେବ ଏବଂ ବୁଧଦେବଙ୍କ ଗ୍ରହସ୍ଥିତି ଗଭୀର ଭାବେ ଜଡ଼ିତ। କୁମ୍ଭ ରାଶିର ଅଧିପତି ଶନି ହୋଇଥିବାରୁ ଚାକିରି କ୍ଷେତ୍ରରେ ଉନ୍ନତି ପାଇଁ କର୍ମର ଶୁଦ୍ଧତା ଏବଂ କିଛି ବିଶେଷ ପ୍ରତିକାର ବହୁତ ସାହାଯ୍ୟ କରିଥାଏ। ନିମ୍ନରେ କ୍ୟାରିୟର ଓ ଚାକିରିରେ ସଫଳତା ପାଇଁ କିଛି ସ୍ପେଶାଲ ପ୍ରତିକାର ଦିଆଗଲା। 1. ଶନିଦେବଙ୍କ କର୍ମ ପ୍ରତିକାର କ୍ୟାରିୟର ଗ୍ରୋଥ୍ ରେମେଡିଜ୍। କର୍ମକ୍ଷେତ୍ରରେ ସାଧୁତା ଚାକିରି କ୍ଷେତ୍ରରେ କେବେ ବି କାହାର ଅନିଷ୍ଟ ଚିନ୍ତା କରନ୍ତୁ ନାହିଁ। ଆପଣଙ୍କ ଅଧୀନରେ କାମ କରୁଥିବା କର୍ମଚାରୀ, ପିଅନ୍ସ, ଡ୍ରାଇଭର୍ସ, ହାଉସକିପିଂ ଷ୍ଟାଫ୍ କିମ୍ବା ସଫେଇ କର୍ମଚାରୀଙ୍କୁ ସମ୍ମାନ ଦିଅନ୍ତୁ। ସେମାନଙ୍କୁ କିଛି ମିଠା କିମ୍ବା ଆର୍ଥିକ ସାହାଯ୍ୟ କଲେ ଶନିଦେବ ଅତ୍ୟନ୍ତ ପ୍ରସନ୍ନ ହୁଅନ୍ତି ଏବଂ ବାଟ ଫିଟିଯାଏ। ଶନି ମୁଦ୍ରିକା ଯଦି ଚାକିରିରେ ବାରମ୍ବାର ବାଧା ଆସୁଛି, ତେବେ ଶନିବାର ଦିନ ଡାହାଣ ହାତର ମଝି ଆଙ୍ଗୁଠି ମିଡିଲ୍ ଫିଙ୍ଗରରେ କଳା ଘୋଡ଼ାର ନାଲ କିମ୍ବା ପୁରୁଣା ଡଙ୍ଗାର କଣ୍ଟାରେ ତିଆରି ଲୁହା ମୁଦି ପିନ୍ଧନ୍ତୁ। 2. ବ୍ୟବସାୟ ଓ ବାଣୀ ପାଇଁ ପ୍ରତିକାର ଫର୍ ସକ୍ସେସ୍ ଇନ୍ ବିଜନେସ୍ ଇଣ୍ଟରଭ୍ୟୁଜ୍। ବୁଧ ଗ୍ରହଙ୍କ ଉପାସନା କୁମ୍ଭ ରାଶିର ପଞ୍ଚମ ଭାବ ବୁଦ୍ଧି ଓ ପ୍ରଗତିର ସ୍ୱାମୀ ହେଉଛନ୍ତି ବୁଧ।
ଚାକିରି ଇଣ୍ଟରଭ୍ୟୁରେ ସଫଳତା ଏବଂ ବ୍ୟବସାୟରେ ବୁଦ୍ଧିମାନ ନିଷ୍ପତ୍ତି ପାଇଁ ବୁଧବାର ଦିନ ଗୋମାତାଙ୍କୁ ସବୁଜ ଘାସ କିମ୍ବା ପନିପରିବା ଖାଇବାକୁ ଦିଅନ୍ତୁ। ପକ୍ଷୀଙ୍କୁ ଦାନ। ପ୍ରତିଦିନ ସକାଳେ ପକ୍ଷୀମାନଙ୍କୁ 7 ପ୍ରକାରର ଶସ୍ୟ, ସପ୍ତଧାନ୍ୟ ଖାଇବାକୁ ଦିଅନ୍ତୁ। ଏହାଦ୍ୱାରା କ୍ୟାରିୟରରେ ଆସୁଥିବା ଆକସ୍ମିକ ସମସ୍ୟା ଦୂର ହୁଏ। 3. ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ପ୍ରତିକାର ଫର୍ କମ୍ପିଟିଟିଭ୍ ଏକ୍ଜାମ୍ସ। ସୂର୍ଯ୍ୟ ଆରାଧନା। ସରକାରୀ ଚାକିରି କିମ୍ବା ଉଚ୍ଚ ପଦବୀ ପାଇଁ ପ୍ରସ୍ତୁତ ହେଉଥିଲେ ପ୍ରତିଦିନ ସକାଳେ ସୂର୍ଯ୍ୟୋଦୟ ସମୟରେ ତମ୍ବା ପାତ୍ରରେ ଜଳ, ନାଲି ଚନ୍ଦନ ଏବଂ ଲାଲ ଫୁଲ ମିଶାଇ ସୂର୍ଯ୍ୟଦେବଙ୍କୁ ଅର୍ଘ୍ୟ ଅର୍ପଣ କରନ୍ତୁ। ବ୍ୟକ୍ତିବିଶେଷଙ୍କ ପାଇଁ ଶନିଙ୍କ 7.5 ସମ୍ପୂର୍ଣ୍ଣ ଭାବେ 29 ମାର୍ଚ୍ଚ 9ରେ ଶେଷ ହେବ। ବର୍ତ୍ତମାନ 2026 ମସିହାରେ ଆପଣଙ୍କ ରାଶି ପାଇଁ 7.5ର ଶେଷ ପର୍ଯ୍ୟାୟ ବା ତୃତୀୟ ଚରଣ ଚାଲୁଅଛି। ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏହି ସମୟସୀମାର ଗତିପଥ ଏହିପରି ରହିବ। ତୃତୀୟ ଚରଣର ଆରମ୍ଭ 29 ମାର୍ଚ୍ଚ ନଗ୍ନଫରୁ ଶନିଦେବ କୁମ୍ଭ ରାଶି ଛାଡ଼ି ମୀନ ରାଶିକୁ ଚଳନ କରିବା ସହିତ ଆପଣଙ୍କର ତୃତୀୟ ପର୍ଯ୍ୟାୟ ଆରମ୍ଭ ହୋଇସାରିଛି। ସମ୍ପୂର୍ଣ୍ଣ ମୁକ୍ତି। ଯେତେବେଳେ ଶନିଦେବ ମୀନ ରାଶି ସମାପ୍ତ କରି 29 ମାର୍ଚ୍ଚ 9ରେ ମେଷ ରାଶିକୁ ପ୍ରବେଶ କରିବେ, ସେତେବେଳେ କୁମ୍ଭ ରାଶିରୁ 7.5ର ପ୍ରଭାବ ସମ୍ପୂର୍ଣ୍ଣ ଭାବେ ହଟିଯିବ। ଏହି ଶେଷ ପର୍ଯ୍ୟାୟର ମହତ୍ତ୍ୱ। 7.5ର ଏହି ତୃତୀୟ ପର୍ଯ୍ୟାୟଟି ପ୍ରଥମ 2ଟି ପର୍ଯ୍ୟାୟ ତୁଳନାରେ ବହୁତ ଆରାମଦାୟକ ହୋଇଥାଏ। ଶନିଦେବ ଯିବା ସମୟରେ ଆପଣଙ୍କ ପରିଶ୍ରମର ମିଠା ଫଳ, ଆର୍ଥିକ ଲାଭ ଏବଂ କ୍ୟାରିୟରରେ ସ୍ଥିରତା ଦେଇକି ଯିବେ। ବିଗତ ଦିନରେ ଆସିଥିବା ସମସ୍ୟା ଓ ମାନସିକ ଚାପ ଏବେ ଧୀରେ ଧୀରେ ହ୍ରାସ ପାଇବ। ଧୈର୍ଯ୍ୟର ସହ ନିଜ କାମ ସ୍ପଷ୍ଟ ଭାବେ କରିଚାଲନ୍ତୁ। ଆଗାମୀ ସମୟ ଆପଣଙ୍କ ପାଇଁ ପ୍ରଗତିଶୀଳ ପ୍ରମାଣିତ ହେବ। 10 ଜୁଲାଇ 2026 ଶୁକ୍ରବାର। ଆଜିର ଗ୍ରହ ନକ୍ଷତ୍ରଙ୍କ ସ୍ଥିତି ଅନୁସାରେ କୁମ୍ଭ ରାଶିର ବ୍ୟକ୍ତିବିଶେଷଙ୍କ ପାଇଁ ଦିନଟି କେମିତି ରହିବ ଆସନ୍ତୁ ଜାଣିବା। 1. କ୍ୟାରିୟର ଓ ଚାକିରି କ୍ୟାରିୟର ଜବ୍। ଆଜି କର୍ମକ୍ଷେତ୍ରରେ ଆପଣଙ୍କୁ ନୂଆ ସୁଯୋଗ ମିଳିପାରେ। ଯଦି ଆପଣ କୌଣସି ବିଶେଷ ପ୍ରୋଜେକ୍ଟ କିମ୍ବା ଆକାଡେମିକ୍ କାର୍ଯ୍ୟ ଯେପରିକି ରିସର୍ଚ୍ଚ, ଡିଜର୍ଟେସନ୍ କିମ୍ବା କୌଣସି ଗୁରୁତ୍ୱପୂର୍ଣ୍ଣ ଲେଖାଲେଖି ସହିତ ଜଡ଼ିତ ଅଛନ୍ତି, ତେବେ ଆଜି ଆପଣଙ୍କର ଏକାଗ୍ରତା ବହୁତ ଭଲ ରହିବ। ସହକର୍ମୀ କିମ୍ବା ସହପାଠୀମାନଙ୍କଠାରୁ ସହଯୋଗ ମିଳିବ। 2. ଆର୍ଥିକ ସ୍ଥିତି ଫାଇନାନ୍ସ। ଆର୍ଥିକ ଦୃଷ୍ଟିକୋଣରୁ ଦିନଟି ଶୁଭ ଅଟେ। ପୂର୍ବରୁ ଅଟକି ରହିଥିବା କିମ୍ବା ବାକି ପଡ଼ିଥିବା ଟଙ୍କା ଆଜି ଫେରସ୍ତ ମିଳିବାର ସମ୍ଭାବନା ରହିଛି। ଅନଲାଇନ୍ କାମ କିମ୍ବା କୌଣସି କ୍ରିଏଟିଭ୍ ପ୍ରୋଜେକ୍ଟରୁ ଭଲ ଲାଭ ମିଳିପାରେ। କିନ୍ତୁ କୌଣସି ଅଯଥା ଜିନିଷରେ ଖର୍ଚ୍ଚ କରନ୍ତୁ ନାହିଁ। 3. ପରିବାର ଓ ସମ୍ପର୍କ ଫ୍ୟାମିଲି ରିଲେସନସିପ୍ସ। ପାରିବାରିକ ପରିବେଶ ଶାନ୍ତିପୂର୍ଣ୍ଣ ରହିବ। ପରିବାରର ବରିଷ୍ଠ ସଦସ୍ୟଙ୍କଠାରୁ କିଛି ଭଲ ପରାମର୍ଶ ମିଳିପାରେ, ଯାହା ଆପଣଙ୍କ ଭବିଷ୍ୟତ ପାଇଁ ଲାଭଦାୟକ